ଆଜି ଚାଲନ୍ତୁ ଶୁଣିବା ଜହ୍ନମାମୁଁର ଆଉ ଗୋଟିଏ ଗପ, ଗୁରୁଭକ୍ତ ରାଜକୁମାର। ପ୍ରାଚୀନ କାଳରେ କାଶୀ ରାଜ୍ୟର ରାଜା ଥିଲେ ବ୍ରହ୍ମଦତ୍ତ। ତାଙ୍କର ଥିଲେ 100 ପୁତ୍ର। ବିଦ୍ୟାଭ୍ୟାସ ପାଇଁ ଉପଯୁକ୍ତ ଗୁରୁମାନଙ୍କ ନିକଟକୁ ପ୍ରତ୍ୟେକଙ୍କୁ ରାଜା ପଠାଇ ଦେଉଥିଲେ। ସର୍ବକନିଷ୍ଠ ପୁତ୍ର ଥିଲେ ସମ୍ବର। ତାକୁ ରାଜା ମହାଜ୍ଞାନୀ ବୋଧିସତ୍ତ୍ୱଙ୍କ ନିକଟକୁ ବିଦ୍ୟାଭ୍ୟାସ କରିବା ପାଇଁ ପଠାଇଲେ। ସେଠାରେ ସେ ଅନେକ ବର୍ଷ ବିଦ୍ୟାଭ୍ୟାସ କରି ସମସ୍ତ ଶାସ୍ତ୍ରରେ ପ୍ରବୀଣ ହୋଇଉଠିଲା। ଇତିମଧ୍ୟରେ ଅନ୍ୟ ଗୁରୁମାନେ ସେମାନଙ୍କର ଛାତ୍ରମାନଙ୍କୁ ଧରି ଜଣେ ପରେ ଜଣେ ଆସି ପହଞ୍ଚିଲେ। ରାଜା ଗୁରୁମାନଙ୍କର ଉପଯୁକ୍ତ ସତ୍କାର କରିବା ସଙ୍ଗେ ସଙ୍ଗେ ପୁତ୍ରମାନଙ୍କର ବିଦ୍ୟାଶିକ୍ଷା ଦେଖି ଖୁସି ହେଉଥିଲେ। ତାପରେ ପ୍ରତ୍ୟେକ ପୁତ୍ରକୁ ଏକ ଏକ ଛୋଟ ରାଜ୍ୟର ଶାସକ ରୂପେ ଦୂରକୁ ପଠାଇ ଦେଉଥିଲେ। ସର୍ବଶେଷରେ ପାଳି ପଡ଼ିଲା ସମ୍ବରଙ୍କର। ଅଗ୍ରଜମାନଙ୍କର ବିଦ୍ୟାଶିକ୍ଷା ଆଉ ରାଜା ହେବା ବିଷୟ ଶୁଣି ସମ୍ବର ଗୁରୁ ବୋଧିସତ୍ତ୍ୱଙ୍କୁ ପଚାରିଲେ ତାଙ୍କର ମତ କ'ଣ। ବୋଧିସତ୍ତ୍ୱ କହିଲେ, ବତ୍ସ ସମ୍ବର, ପିତାଙ୍କ ନିକଟରେ ରହି ଭକ୍ତିର ସହିତ ତାଙ୍କରି ସେବା କରିବୁ, ଏଇଟା ତୋର ପ୍ରଥମ କର୍ତ୍ତବ୍ୟ। ଦିନେ ରାଜା ବ୍ରହ୍ମଦତ୍ତ ବୋଧିସତ୍ତ୍ୱଙ୍କ ଆଶ୍ରମରେ ପହଞ୍ଚିଲେ। ସମ୍ବର ପିତାଙ୍କୁ ପ୍ରଣାମ କରି ଗୁରୁଙ୍କ ନିକଟରେ ଯାଇ ଠିଆ ହେଲେ। ପିତା ପଚାରିଲେ, ପୁଅ, ତୋର କ'ଣ ଶିକ୍ଷା ସମାପ୍ତ ହୋଇନାହିଁ? ସମ୍ବର କହିଲେ, ପିତା, ଗୁରୁଦେବଙ୍କ କୃପାରୁ ମୁଁ ସମସ୍ତ ବିଦ୍ୟା ଅର୍ଜନ କରିପାରିଛି। ରାଜା ପ୍ରସ୍ତାବ ଦେଲେ, ତାହେଲେ ରାଜ୍ୟ ଶାସନ କରିବା ପାଇଁ କୌଣସି ଏକ ପ୍ରାନ୍ତୀୟ ରାଜ୍ୟ ସ୍ୱଇଚ୍ଛାରେ ବାଛିନେ। ଏହାର ଉତ୍ତରରେ ସମ୍ବର କହିଲେ, ପିତା, ମୁଁ ଆପଣଙ୍କର ସର୍ବକନିଷ୍ଠ ପୁତ୍ର। ଇତିମଧ୍ୟରେ ରାଜ୍ୟ ଶାସନ କରିବାକୁ ଯାଇ ସବୁ ପୁତ୍ରମାନେ ଆପଣଙ୍କଠାରୁ ଦୂରରେ। ମୁଁ ଯଦି ଦୂରକୁ ଚାଲିଯାଏ ତ ଆପଣଙ୍କର ଭଲ ମନ୍ଦ ବୁଝିବ କିଏ? ମୋର ରାଜ୍ୟ ଦରକାର ନାହିଁ। ମୁଁ ଆପଣଙ୍କର ସେବା କରି ଦିନ କଟାଇବାକୁ ଚାହେଁ। ଏକଥା ଶୁଣି ରାଜା ବହୁତ ଖୁସି ହେଲେ। ସେହିଦିନଠାରୁ ସମ୍ବର ରାଜାଙ୍କ ପାଖରେ ରହିଲେ। ମଝିରେ ମଝିରେ ଦରକାର ହେଲେ ଗୁରୁଙ୍କୁ ଦେଖା କରି ତାଙ୍କରି ନିର୍ଦ୍ଦେଶରେ ଚଳୁଥାନ୍ତି। ଥରେ ସେ ଗୁରୁଙ୍କ ନିର୍ଦ୍ଦେଶରେ କେତେଗୁଡ଼ିଏ ଅନାବାଦୀ ଜମିକୁ ଆବାଦ କରି ଫଳ ଫୁଲ ଗଛ ଗୁଡ଼ାଏ ଲଗାଇଲେ। କ୍ରମେ ତାହା ପରିଣତ ହେଲା ଏକ ସୁନ୍ଦର ଉଦ୍ୟାନରେ। ରାଜାଙ୍କର ସବୁ ମୁଖ୍ୟ ବ୍ୟକ୍ତିମାନେ ସେଠାକୁ ଯାଉଥାନ୍ତି। ସେମାନଙ୍କ ସହ ମଧ୍ୟ ସମ୍ବରଙ୍କର ପରିଚୟ ହେଲା। ଥରେ ସେ ପିତାଙ୍କ ଅନୁମତି ନେଇ ସେ ସହରରେ ସବୁ ପିଲାମାନଙ୍କୁ ଅନେକ ଖାଦ୍ୟ ଖେଳନା ସବୁ ବାଣ୍ଟିଲେ। କିଛିଦିନ ପରେ ସେ ସବୁ କର୍ମଚାରୀମାନଙ୍କୁ ଆଉ ସୈନ୍ୟ ବିଭାଗର ଲୋକଙ୍କୁ ମଧ୍ୟ ଏକ ବଡ଼ ଭୋଜି ଦେଲେ। ବିଦେଶଗତା ବ୍ୟକ୍ତି ତଥା ରାଜଦୂତମାନଙ୍କ ପାଇଁ ଖୁବ୍ ସୁନ୍ଦର ଅଟ୍ଟାଳିକା ଗଢ଼ିଦେଲେ। ଏହିସବୁ କାରଣରୁ ସେ ସାରା ରାଜ୍ୟରେ ତଥା ପଡ଼ୋଶୀ ରାଜ୍ୟରେ ଅତ୍ୟନ୍ତ ଜନପ୍ରିୟ ହୋଇଉଠିଲେ। ଏମିତି କିଛିଦିନ ବିତିଗଲା। ରାଜା କ୍ରମେ ବୃଦ୍ଧ ଦଶା ପ୍ରାପ୍ତ ହେଲେ। ଆଉ ତାଙ୍କର ଅନ୍ତିମ ଦିନ ମଧ୍ୟ ନିକଟାଇ ଆସିଲା। ସେ ମନ୍ତ୍ରୀଙ୍କୁ ଡାକି କହିଲେ, ମୋ ମୃତ୍ୟୁ ପରେ 100 ପୁତ୍ର ଗାଦିରେ ବସିବାକୁ ଚାହିଁବେ। ତମେମାନେ ସମସ୍ତଙ୍କୁ ଡାକି ଏକାଠି କରି ଯାହାକୁ ଯୋଗ୍ୟ ବିଚାର କରିବ ତାକୁ ଗଦିରେ ବସାଇବ। ରାଜାଙ୍କ ମୃତ୍ୟୁ ପରେ ମନ୍ତ୍ରୀମାନେ ବିଚାର କରି ଠିକ୍ କଲେ ଯେ ସବୁ ରାଜକୁମାରମାନଙ୍କ ମଧ୍ୟରେ ସମ୍ବର ହିଁ ଯୋଗ୍ୟତମ। ତେଣୁ ମହାସମାରୋହରେ ତାଙ୍କୁ ରାଜା ଭାବରେ ଅଭିଷେକ କଲେ। ସମ୍ବର ଗୁରୁଙ୍କ ଉପଦେଶ ଅନୁଯାୟୀ ରାଜ୍ୟ କାର୍ଯ୍ୟ ଚଳାଉଥାନ୍ତି। କିନ୍ତୁ ଅନ୍ୟ 99 ଭାଇ ଏ କଥାଟାକୁ ଏତେ ଶୀଘ୍ର ଗ୍ରହଣ କଲେ ନାହିଁ। ସମସ୍ତେ ମିଳି ସମ୍ବରଙ୍କ ପାଖକୁ ଦୂତ ଦ୍ୱାରା କହି ପଠାଇଲେ ସେ ଶୀଘ୍ର ସିଂହାସନ ତ୍ୟାଗ କରନ୍ତୁ। ସମସ୍ତେ ତାଙ୍କ ବିରୁଦ୍ଧରେ ଯାଇ ସାରା ରାଜ୍ୟ ଘେରାଉ କଲେ। ଏ ଖବର ପାଇ ସମ୍ବର ବୋଧିସତ୍ତ୍ୱଙ୍କୁ ଏହାର ପ୍ରତିକାର ପଚାରିଲେ। ସେ କହିଲେ, ଭାଇମାନଙ୍କ ସହିତ ଶତ୍ରୁତା କରିବା ମହାପାପ। ତେଣୁ ତୁ ତୋର ଭାଇମାନଙ୍କ ମଧ୍ୟରେ ପିତାଙ୍କର ସମଗ୍ର ରାଜ୍ୟକୁ 100 ଭାଗ କରି ବାଣ୍ଟିଦେ। ସମ୍ବର ସେହିପରି କରନ୍ତେ ତାଙ୍କର ସବୁଠାରୁ ବଡ଼ ଭାଇ ଉପସତ ଏଥିରେ ଖୁବ୍ ଆଶ୍ଚର୍ଯ୍ୟ ହେଲେ। ସେ ତାଙ୍କର ଅନ୍ୟ 98 ସାନ ଭାଇଙ୍କୁ କହିଲେ, ଆମେ ଭାବିଥିଲେ ଯେ ସମ୍ବର ସିଂହାସନରେ ବସି ଆମମାନଙ୍କୁ ପିତୃଦତ୍ତ ସମ୍ପତ୍ତିରୁ ବଞ୍ଚିତ କରି ଆମର ଶତ୍ରୁ ହୋଇଛି। କିନ୍ତୁ ସେ ଯେପରି ନ୍ୟାୟପୂର୍ବକ ବ୍ୟବହାର କରୁଛି ସେଥିରେ ସେ ପ୍ରଜାମାନଙ୍କର ଅତି ପ୍ରିୟ ହୋଇପାରିଛି। ଏପରି ନିରପରାଧ ବ୍ୟକ୍ତି ପ୍ରତି ଆମେ କିପରି ଶତ୍ରୁତା କରିବା? ଜଣେ ସାନ ଭାଇ ପଚାରିଲା, ତେବେ ଆମର ବର୍ତ୍ତମାନ କର୍ତ୍ତବ୍ୟ କ'ଣ? ବଡ଼ ଭାଇ ବୁଝାଇଲେ, ମୋର ମନେ ହେଉଛି ସମ୍ବର ସହିତ ଆପୋଷ ମିଳାମିଶା କରିବା ଏ କ୍ଷେତ୍ରରେ ଆମର କର୍ତ୍ତବ୍ୟ। ପିତାଙ୍କର ସିଂହାସନ ଉପରେ ଆମ ସମସ୍ତଙ୍କର ଅଧିକାର ଅଛି। କିନ୍ତୁ ଆମେ ସମସ୍ତେ ତ ଏକ ସମୟରେ ଏହାର ଅଧିକାରୀ ହୋଇପାରିବା ନାହିଁ। ତେଣୁ ଆମେ ସମ୍ବରକୁ ରାଜା ସ୍ୱୀକାର କରିବା ଆଉ ସମ୍ପତ୍ତିର ଯେଉଁ ଭାଗ ସବୁ ପାଇଛୁ ତାକୁ ମଧ୍ୟ ସମ୍ବର ହାତରେ ଦେଇ ଆମେ ଆମର ଛୋଟ ରାଜ୍ୟମାନଙ୍କୁ ଫେରିଯିବା। ଏକଥାରେ ସମସ୍ତେ ସମ୍ମତ ହେଲେ। ତାପରେ ସମସ୍ତେ ସମ୍ବରଙ୍କ ଜୟ ଜୟକାର କରି ନିଜ ସୈନ୍ୟମାନଙ୍କ ସହିତ ରାଜଧାନୀରେ ପହଞ୍ଚିଲେ। ସମ୍ବର ମଧ୍ୟ ଭାଇମାନଙ୍କୁ ଅତି ଆନନ୍ଦର ସହିତ ସ୍ୱାଗତ କଲେ ଏବଂ ଉପଯୁକ୍ତ ସମ୍ମାନ ଦେଇ ଉପଯୁକ୍ତ ଆସନରେ ବସାଇଲେ। ତାପରେ ଉପସତ ସମ୍ବରକୁ ପଚାରିଲେ, ଭାଇ, ତୋର ଏ ଧର୍ମଗୁଣ ଅତ୍ୟନ୍ତ ପ୍ରଶଂସନୀୟ, କିନ୍ତୁ ଏସବୁର ଶିକ୍ଷା ତୁ ପାଇଲୁ କେଉଁଠାରୁ? ଭାଇ, ମୋର ଏସବୁ ଗୁଣ ରହିଛି ଯେହେତୁ ମୁଁ କୌଣସି ମାନବ ସହିତ ଦ୍ୱେଷ କରୁନାହିଁ। ରାଜ୍ୟ ଶାସନ କ୍ଷେତ୍ରରେ
ମୁଁ ସମସ୍ତ କର୍ମଚାରୀଙ୍କୁ ଯଥେଷ୍ଟ ବେତନ ଦେଇଥାଏ। ଆମ ରାଜ୍ୟକୁ ଆସୁଥିବା ବିଦେଶୀମାନେ ଆଉ ବିଦେଶୀ ରାଜଦୂତମାନଙ୍କୁ ମୁଁ ସାଦରରେ ଗ୍ରହଣ କରେ। ଜନତାମାନଙ୍କର ମଙ୍ଗଳ ମୋର ମଙ୍ଗଳ ବୋଲି ଭାବେ। କିନ୍ତୁ ଏସବୁ ମୁଁ ଶିକ୍ଷା ପାଇଛି ମୋର ଗୁରୁଦେବ ମହାଜ୍ଞାନୀ ବୋଧିସତ୍ତ୍ୱଙ୍କଠାରୁ। ଏକଥା ଶୁଣି ଉପସତ ଆଉ ଅନ୍ୟ 98 ଭାଇଙ୍କ ତରଫରୁ ସମ୍ବରକୁ ଆଶୀର୍ବାଦ ଦେଇ କହିଲେ, ତୁ ଏହିପରି ଧର୍ମପଥରେ ଥାଇ ରାଜ୍ୟ ଶାସନ କରି ଯଶ ଲାଭ କର। ଆମେ ସବୁ ତୋର ବଡ଼ ଭାଇମାନେ ତତେ ଯଥାଶକ୍ତି ସାହାଯ୍ୟ କରିବୁ, ଆଉ ପ୍ରାନ୍ତ ରାଜ୍ୟମାନ ରକ୍ଷା କରି ତତେ ଶତ୍ରୁ ଭୟରୁ ମୁକ୍ତ ରଖିବୁ। ତୁ ଏହି ଲୋକର ହିଁ ଇନ୍ଦ୍ରପଦ ପରି ସିଂହାସନ ଭୋଗ କର। ବୋଧିସତ୍ତ୍ୱଙ୍କ ଶିଷ୍ୟ ସମ୍ବର ଏହିପରି ବଡ଼ ଭାଇମାନଙ୍କର ଆଦର ଆଶୀର୍ବାଦ ଆଉ ଗୁରୁଦେବଙ୍କ କୃପା ପ୍ରାପ୍ତ କରି ଅନେକ ଦିନ ଧରି ରାଜ୍ୟ ଶାସନ କରି ଏକ ମହାନ ରାଜା ରୂପେ ପ୍ରସିଦ୍ଧ ହୋଇଥିଲେ। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁରୁ ଗୋଟେ ଗପ, ଗୁରୁଭକ୍ତ ରାଜକୁମାର।